ସମସ୍ତଙ୍କୁ ନମସ୍କାର। ପଞ୍ଚମ ଶ୍ରେଣୀର ସମସ୍ତ ପିଲାଙ୍କୁ ଗଣିତ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାକୁ ସ୍ୱାଗତ, ଶୁଭେଚ୍ଛା। ଗଣିତ ଏକ ମଜାଦାର ବିଷୟ। କ୍ରୀଡ଼ା, ଗୀତ ଓ ଗପ ମାଧ୍ୟମରେ ଏହା ବେଶ ଫଳପ୍ରଦ ଶିକ୍ଷଣ ହୋଇଥାଏ। ଆଜି ଆମେ ଏକ ନୂଆ ବିଷୟରେ ଆଲୋଚନା କରିବା। ବିଷୟ ଗଣିତ, ଶ୍ରେଣୀ ପଞ୍ଚମ, ପ୍ରସଙ୍ଗ ଘୂର୍ଣ୍ଣନରୁ କୋଣ। ପିଲାମାନେ, ଆମେ ପୂର୍ବ ପିରିୟଡ଼ରେ କୋଣ ମାପିବା ଯନ୍ତ୍ର ତିଆରି କଲେ ଏବଂ ସେ କୋଣ ମାପିବା ଯନ୍ତ୍ରକୁ ବ୍ୟବହାର କରି କୋଣଗୁଡ଼ିକୁ ମାପ ମଧ୍ୟ ଶିଖିଲେ। ଏବେ ଆମେ କିଛି କାମ କରିବା। ଦେଖ ପିଲାମାନେ, ନିମ୍ନରେ ଦିଆଯାଇଥିବା କି ଚିତ୍ର ଅଛି, କି ଚିତ୍ର କେଉଁ କୋଣ ତାହାକୁ କୋଠରୀ ମଧ୍ୟରେ ତୁମେ ଲେଖିବ। ଦେଖ ଚିତ୍ର ନମ୍ବର କ। ଦେଖ ପିଲାମାନେ, କଣ ଦେଖୁଛ? এই ରେଖାଚିତ୍ରଟି କେଉଁ ପ୍ରକାର କୋଣ? ଆଚ୍ଛା, ଏ ରେଖାଚିତ୍ରଟି ତାହେଲେ ସ୍ଥୂଳ କୋଣ। ଭେରି ଗୁଡ। ଚିତ୍ର ନମ୍ବର ଖ କୁ ଦେଖ ପିଲାମାନେ, ଏଠି ଯେଉଁ ରେଖାଚିତ୍ରଟି ଯେଉଁ କୋଣ ସୃଷ୍ଟି କରୁଛି ସେଟା କେଉଁ ପ୍ରକାର କୋଣ? କିଏ କହିପାରିବ? ଓ, ଏଟା ସୂକ୍ଷ୍ମ କୋଣ। ଠିକ ଅଛି। ଚିତ୍ର ନମ୍ବର ଗ କୁ ଦେଖ ପିଲାମାନେ, ବର୍ତ୍ତମାନ ରେଖାଚିତ୍ରଟି କେଉଁ ପ୍ରକାର କୋଣ ସୃଷ୍ଟି କରୁଛି? ଓ, ସମକୋଣ। ଭେରି ଗୁଡ। ଏବେ ଚିତ୍ର ନମ୍ବର ଘ କୁ ଯିବା। ଚିତ୍ର ନମ୍ବର ଘ କୁ ଦେଖ, ରେଖାଚିତ୍ରଟି କେଉଁ ପ୍ରକାର କୋଣ ସୃଷ୍ଟି କରୁଛି? ସମକୋଣ। ଭେରି ଗୁଡ। ଆଚ୍ଛା, ଏବେ ଚିତ୍ର ନମ୍ବର ଓ କୁ ଦେଖ ପିଲାମାନେ, ଭଲ ଲକ୍ଷ୍ୟ କର। ଏଠି ଯେଉଁ ରେଖାଚିତ୍ରଟି କୋଣ ସୃଷ୍ଟି କରୁଛି, ଏଟା କୋଉ ପ୍ରକାର କୋଣ ହବ? କିଏ କହିପାରିବ? ଭେରି ଗୁଡ, ଏଟା ସରଳ କୋଣ, ନୁହଁ କି? ଏବେ ଚିତ୍ର ନମ୍ବର ଚ କୁ ଯିବା। ଚିତ୍ର ନମ୍ବର ଚ କୁ ଲକ୍ଷ୍ୟ କର, ରେଖାଚିତ୍ରଟି କୋଉ ପ୍ରକାର କୋଣ ସୃଷ୍ଟି କରୁଛି? ଭେରି ଗୁଡ, ସ୍ଥୂଳ କୋଣ। ଚିତ୍ର ନମ୍ବର ଚ ରେ ରେଖାଚିତ୍ରଟି ସ୍ଥୂଳ କୋଣ ସୃଷ୍ଟି କରୁଛି। ବର୍ତ୍ତମାନ ଆମେ କିଛି ପ୍ରଶ୍ନ ଆଲୋଚନା କରିବା। ଯେଉଁ ଉକ୍ତିଟି ଠିକ ଥିବ ତାକୁ ଠିକ ଚିହ୍ନ ଦ୍ୱାରା ଚିହ୍ନିତ କରିବା ଏବଂ ଯେଉଁ ଉକ୍ତିଟି ଭୁଲ ଥିବ ତାକୁ ଭୁଲ ଚିହ୍ନ ଦ୍ୱାରା ଚିହ୍ନିତ କରିବା। ବର୍ତ୍ତମାନ ପ୍ରଥମ ଉକ୍ତିଟାକୁ ଦେଖ ପିଲାମାନେ, ଗୋଟେ ଛବି ଦିଆଯାଇଛି ବା ଚିତ୍ର ଦିଆଯାଇଛି। ଏଇ ଯେଉଁ ଚିତ୍ର ଦିଆଯାଇଛି ଏବଂ ସେଥିରେ ଯେଉଁ କୋଣ ସୃଷ୍ଟି ହେଇଛି ସେଟା ଏକ ସ୍ଥୂଳ କୋଣ। ଠିକ ନା ଭୁଲ କୁହ? ଓ, ସେଟା ଭୁଲ। ତାହେଲେ ଏଟା କୋଉ ପ୍ରକାର କୋଣ ହବ? କିଏ କହିପାରିବ? ଓ, ସମକୋଣ ହେବ। ଭେରି ଗୁଡ। ବର୍ତ୍ତମାନ ଦ୍ୱିତୀୟ ଚିତ୍ରକୁ ଯିବା। ଦିଆଯାଇଥିବା କୋଣଟି ଏକ ସୂକ୍ଷ୍ମ କୋଣ। କିଏ କହିପାରିବ ଠିକ ନା ଭୁଲ? କିଏ କହିପାରିବ? ଓ, ଠିକ। ଭେରି ଗୁଡ। ଆଚ୍ଛା, ବର୍ତ୍ତମାନ ତୃତୀୟ ଉକ୍ତିକୁ ଯିବା। ଦିଆଯାଇଥିବା କୋଣଟି ଏକ ସରଳ କୋଣ। କିଏ କହିପାରିବ ଠିକ ନା ଭୁଲ? ଭେରି ଗୁଡ। ତୃତୀୟ ଉକ୍ତିଟି ମଧ୍ୟ ଠିକ। ବର୍ତ୍ତମାନ ଚତୁର୍ଥ ଉକ୍ତିକୁ ଯିବା। ଲକ୍ଷ୍ୟ କର, ଦିଆଯାଇଥିବା କୋଣଟି ଏକ ସ୍ଥୂଳ କୋଣ। ଠିକ ନା ଭୁଲ କିଏ କହିପାରିବ? ଓ, ଭେରି ଗୁଡ, ଏଟା ଭୁଲ ଉକ୍ତି। ତାହେଲେ ଏଟା କୋଉ ପ୍ରକାର କୋଣ ହେବ? କିଏ କହିପାରିବ? ଓ, ସୂକ୍ଷ୍ମ କୋଣ ହେବ। ଗୁଡ। ତାହେଲେ ଏଟା ଗୋଟିଏ ସୂକ୍ଷ୍ମ କୋଣ। ଏବେ ଶେଷ ଉକ୍ତିକୁ ଯିବା। ଲକ୍ଷ୍ୟ କର ପିଲାମାନେ, ଭଲ ଲକ୍ଷ୍ୟ କର। ଦିଆଯାଇଥିବା କୋଣଟି ଏକ ସମକୋଣ। ଠିକ ନା ଭୁଲ କିଏ କହିପାରିବ? ଓ, ଭୁଲ। ଭେରି ଗୁଡ। ତାହେଲେ ଏଟା କୋଉ ପ୍ରକାର କୋଣ ଦେଖୁଛ? କିଏ କହିପାରିବ? ଆଚ୍ଛା, ଶେଷ ଉକ୍ତିଟି ଏକ ସ୍ଥୂଳ କୋଣର ଚିତ୍ର। ଭେରି ଗୁଡ। ନେକ୍ସଟ, ଆମେ ଦିଆଯାଇଥିବା ଚିତ୍ରରେ ତୀର ଚିହ୍ନ ଦ୍ୱାରା ସୃଷ୍ଟି ହୋଇଥିବା ଘୂର୍ଣ୍ଣନର ମାପ ଅନୁମାନ କରିବା। ଦେଖ ପିଲାମାନେ, କ ନମ୍ବର ଚିତ୍ର ଦେଖ, ଭଲରେ ଧ୍ୟାନ ଦିଅ। ବର୍ତ୍ତମାନ ତୀର ଚିହ୍ନ ଦ୍ୱାରା ଯେଉଁ ଘୂର୍ଣ୍ଣନ ସୃଷ୍ଟି ହୋଇଛି ସେଇ ଘୂର୍ଣ୍ଣନଟି କେତେ? କିଏ କହିପାରିବ? କିଏ କହିପାରିବ? ଆଚ୍ଛା, କ ନମ୍ବର ଚିତ୍ରରେ ଯେଉଁ ଘୂର୍ଣ୍ଣନ ସୃଷ୍ଟି ହୋଇଛି ତାକୁ ଆମେ କହିବା 3/8 ଘୂର୍ଣ୍ଣନ, ନୁହଁ କି? ଭେରି ଗୁଡ। ଏବେ ତଳ ଚିତ୍ର ଦେଖ, ଗ ନମ୍ବରକୁ ଦେଖ ପିଲାମାନେ। ଗ ନମ୍ବରରେ ଯେଉଁ ତୀର ଚିହ୍ନ ଦ୍ୱାରା
ଯେଉଁ ଘୂର୍ଣ୍ଣନ ସୃଷ୍ଟି ହୋଇଛି ଅନୁମାନ କରି କୁହ କେତେ ଘୂର୍ଣ୍ଣନ ସୃଷ୍ଟି ହୋଇଛି? କିଏ କହିପାରିବ? କେତେଟା ଘର ଡେଇଁଛି ଦେଖ, ଲକ୍ଷ୍ୟ କର। ଓ ଭେରି ଗୁଡ। ତାହେଲେ ଗ ନମ୍ବର ଚିତ୍ରରେ 5/8 ଘୂର୍ଣ୍ଣନ ହୋଇଛି, ନୁହଁ କି? ଏବେ ଖ ନମ୍ବର ଚିତ୍ରକୁ ଯିବା। ଯେଉଁ ତୀର ଚିହ୍ନ ଦିଆଯାଇଛି ଏବଂ ଗୋଟେ ଘୂର୍ଣ୍ଣନ ସୃଷ୍ଟି ହୋଇଛି, ଲକ୍ଷ୍ୟ କର ପିଲାମାନେ। କେତେ ଘୂର୍ଣ୍ଣନ ହେଇଛି ଅନୁମାନ କରି କୁହ, କିଏ କହିପାରିବ? ଭେରି ଗୁଡ। ଏଇଟା ଆମର 1/8 ଘୂର୍ଣ୍ଣନ ହୋଇଛି। ଚିତ୍ର ନମ୍ବର ଘ କୁ ଯିବା। ଲକ୍ଷ୍ୟ କର ସେଇଭଳି। ବର୍ତ୍ତମାନ ଦେଖ ପିଲାମାନେ, ଏଠି ତୀର ଚିହ୍ନ ଦ୍ୱାରା ଗୋଟେ ଘୂର୍ଣ୍ଣନ ସୃଷ୍ଟି ହୋଇଛି। କିଏ କହିପାରିବ ଏଇଟା କେତେ ଘୂର୍ଣ୍ଣନ ହୋଇଛି? ଆଚ୍ଛା, ଭେରି ଗୁଡ। 2/8 ଘୂର୍ଣ୍ଣନ, ବା ଆମେ ତାକୁ 1/4 ଘୂର୍ଣ୍ଣନ ମଧ୍ୟ କହିପାରିବା। ଭେରି ଗୁଡ। ଏବେ ଦିଆଯାଇଥିବା ଆକୃତି ଗୁଡ଼ିକରେ ପ୍ରତ୍ୟେକ କୋଣ କେଉଁ ପ୍ରକାର କୋଣ ଆମେ ଲେଖିବା? ଦେଖ ପିଲାମାନେ, ଗୋଟେ ଆକୃତି ଦିଆଯାଇଛି, ଦେଖ, ଲକ୍ଷ୍ୟ କରୁଛ? ହଁ, ଏଇ ଯୋଉ କ କ ଠାରେ ଯୋଉ କୋଣ ସୃଷ୍ଟି ହଉଛି, ଏଟା କୋଉ ପ୍ରକାର କୋଣ ହବ? କିଏ କହିପାରିବ? ବାସ୍, ଭେରି ଗୁଡ। କ କୋଣଟି ଗୋଟିଏ ସୂକ୍ଷ୍ମ କୋଣ ହେବ। ଗୁଡ। ଏବେ ଦେଖ ପିଲାମାନେ, ଖଡାସ ଠାରେ ଯୋଉ କୋଣ ସୃଷ୍ଟି ହଉଛି, ସେଟା କୋଉ ପ୍ରକାର କୋଣ? କିଏ କହିପାରିବ? ଆଚ୍ଛା, ସିଏ ମଧ୍ୟ ଗୋଟେ ସୂକ୍ଷ୍ମ କୋଣ। ଗୁଡ। ଏବେ ଆଉ ଗୋଟେ ଚିତ୍ର ଦେଖିବା। ଦେଖ ପିଲାମାନେ, ଘ ଠାରେ ଯେଉଁ କୋଣ ସୃଷ୍ଟି ହଉଛି, ସେଟା କି ପ୍ରକାର କୋଣ ଅନୁମାନ କରି କୁହ? ଓ, ଏଟା ଗୋଟେ ସ୍ଥୂଳ କୋଣ, ନୁହଁ କି? ଏଟା ସମକୋଣରୁ ଅଧିକ ଦେଖାଯାଉଛି, ତେଣୁ ଇଏ ଗୋଟିଏ ସ୍ଥୂଳ କୋଣ। ଭେରି ଗୁଡ। ଏବେ ଦେଖ ପିଲାମାନେ, ଗଡାସ ଠାରେ ଦେଖ, ଗଡାସ ଠାରେ ଗୋଟେ କୋଣ ସୃଷ୍ଟି ହୋଇଛି, ଲକ୍ଷ୍ୟ କର ଭଲ ଭାବରେ। ହଁ, ଇଏ ଦେଖ ସମକୋଣ ଠାରୁ ଟିକେ କମ ଜଣା ପଡେ, ସାନ ଦେଖାଯାଉଛି, ଅର୍ଥାତ୍ ଗଡାସ କୋଣଟି ଗୋଟିଏ ସୂକ୍ଷ୍ମ କୋଣ। ଭେରି ଗୁଡ। ଏବେ ଗ ଠାରେ ଯୋଉ କୋଣ ସୃଷ୍ଟି, ଦେଖ ପିଲାମାନେ, ଲକ୍ଷ୍ୟ କର। ଏବେ କୁହ, କିଏ କହିପାରିବ? ଓ, ଇଏ ମଧ୍ୟ ସୂକ୍ଷ୍ମ କୋଣ। ଗୁଡ। ଆଚ୍ଛା, ଏବେ ଆଉ ଗୋଟେ ଆକୃତିକୁ ନେଇକି ଦେଖିବା। ଦେଖ ପିଲାମାନେ, ଚଡାସ ଠାରେ ଯେଉଁ କୋଣ ସୃଷ୍ଟି, ଦେଖ, ଲକ୍ଷ୍ୟ କର ଭଲ ଭାବରେ। କୋଉ ପ୍ରକାର କୋଣ? ଭେରି ଗୁଡ। ଇଏ ଗୋଟିଏ ସମକୋଣ। ଏବେ ଛଡାସ ଠାରେ ଦେଖ ଗୋଟେ କୋଣ ସୃଷ୍ଟି ହୋଇଛି। ଦେଖ, ଚଡାସ କୋଣ ସମକୋଣ ହେଲା। ବର୍ତ୍ତମାନ ଛଡାସ କୋଣକୁ ଲକ୍ଷ୍ୟ କର ପିଲାମାନେ। ଓ, ଭେରି ଗୁଡ। ଇଏ ଗୋଟେ ସ୍ଥୂଳ କୋଣ, ଅର୍ଥାତ୍ ଛଡାସ ଠାରେ ଯେଉଁ କୋଣ ସୃଷ୍ଟି ହଉଛି, ସେ ଗୋଟେ ସ୍ଥୂଳ କୋଣ। ଏବେ ଦେଖ ପିଲାମାନେ, ଚ ଠାରେ ଗୋଟେ କୋଣ ସୃଷ୍ଟି ହୋଇଛି। ଇଏ କୋଉ ପ୍ରକାର କୋଣ ହେବ? ଆଚ୍ଛା, ଇଏ ମଧ୍ୟ ଗୋଟିଏ ସୂକ୍ଷ୍ମ କୋଣ। ଭେରି ଗୁଡ। ଏବେ ନିମ୍ନରେ କେତେ ଗୁଡିଏ ଘଣ୍ଟାର ଚିତ୍ର ଦିଆଯାଇଛି। ପିଲାମାନେ, ପ୍ରତ୍ୟେକ ଚିତ୍ରରେ ଘଣ୍ଟାର ମିନିଟ କଣ୍ଟାଟି କେତେ ଘୂର୍ଣ୍ଣନ କରିଛି ତାହା ଅନୁମାନ କରି ଲେଖିବା ବା କହିବା। ଦେଖ ପିଲାମାନେ, ଲକ୍ଷ୍ୟ କର ଭଲ ଭାବରେ। ଘଣ୍ଟାର ମିନିଟ କଣ୍ଟାଟି 12 ପାଖରୁ ଆସିକି କୋଉଠି ପହଞ୍ଚିଛି? 3 ପାଖରେ ପହଞ୍ଚିଛି। ତାହେଲେ କେତେ ସମୟ ଅତିକ୍ରମ କରିଛି? ଓ, 15 ମିନିଟ। ଭେରି ଗୁଡ। ଏବେ କୁହ, ଏହା ବୃତ୍ତର କେତେ ଘୂର୍ଣ୍ଣନ କରିଛି? ଓ, 1/4 ଭାଗ ଘୂର୍ଣ୍ଣନ କରିଛି, ନୁହଁ କି? ଭେରି ଗୁଡ। ଦ୍ୱିତୀୟ ଛବିକି ଦେଖ ଭଲ ଭାବରେ। ଦେଖ ପିଲାମାନେ, ଏଠି ଦେଖ, ଭଲ ଲକ୍ଷ୍ୟ କର। ଘଣ୍ଟାର ମିନିଟ କଣ୍ଟାଟି 12 ପାଖରୁ ଆସିକି କୋଉଠି ପହଞ୍ଚିଛି? 6 ପାଖରେ ପହଞ୍ଚିଛି। କେତେ ସମୟ ଅତିକ୍ରମ କରିଛି? କିଏ କହିପାରିବ? ଭେରି ଗୁଡ। 30 ମିନିଟ ସମୟ ଅତିକ୍ରମ କରିଛି। ଏବେ କୁହ, ଏହା ବୃତ୍ତର କେତେ ଘୂର୍ଣ୍ଣନ କରିଥାଏ? ଓ, ଏଟା ହଉଛି 2/4 ଭାଗ, ବା ଆଉ କଣ କହିପାରିବା? 1/2 ଭାଗ କହିପାରିବା। ଆଉ କଣ କହିପାରିବା? ଓ, ଅର୍ଦ୍ଧ ଘୂର୍ଣ୍ଣନ କହିବା। ଭେରି ଗୁଡ। ଅର୍ଥାତ୍ ଏଠି ଅର୍ଦ୍ଧ ଘୂର୍ଣ୍ଣନ ମଧ୍ୟ କରିଛି। ଲକ୍ଷ୍ୟ କର ପିଲାମାନେ, ଏବେ ଘଣ୍ଟାର ମିନିଟ କଣ୍ଟାଟି 12 ପାଖରୁ ଆସିକି କୋଉଠି ପହଞ୍ଚିଛି? 9 ପାଖରେ ପହଞ୍ଚିଛି। ଏବେ କୁହ, କେତେ ସମୟ ଅତିକ୍ରମ କରିଛି? ଓ, 45 ମିନିଟ ଅତିକ୍ରମ କରିଛି, ନୁହଁ କି? ଆଚ୍ଛା, ତାହେଲେ କୁହ, କେତେ ଘୂର୍ଣ୍ଣନ କରିଛି? ଆଚ୍ଛା, 3/4 ଭାଗ ଘୂର୍ଣ୍ଣନ କରିଛି।
ଭେରି ଗୁଡ୍। ପିଲାମାନେ ଦେଖ, ନିମ୍ନରେ ଦର୍ଶାଯାଇଥିବା ଚିତ୍ର ଗୁଡ଼ିକରେ ମିନିଟ୍ କଣ୍ଟାଟି ଘୂର୍ଣ୍ଣନ କରିସାରିବା ପରେ କେତେ ସମୟ ଅତିକ୍ରମ କରିଛି ଆମେ ଅନୁମାନ କରି କହିବା। ଏହା ପୂର୍ବ ଉଦାହରଣରେ ଆମେ କଣ ଦେଖିଲେ ନା ଆମେ ଘଣ୍ଟାର ମିନିଟ୍ କଣ୍ଟାଟି ସମୟ ଅତିକ୍ରମ କରିଥିଲା, ଆମେ ଅନୁମାନ କରି ଘୂର୍ଣ୍ଣନ କହୁଥିଲେ। ଏବେ ଘଣ୍ଟାର ମିନିଟ୍ କଣ୍ଟାଟି ଘୂର୍ଣ୍ଣନ କରିଛି, ଆମେ କେତେ ସମୟ ଅତିକ୍ରମ କରିଛି ଅନୁମାନ କରି କହିବା। ଲକ୍ଷ୍ୟ କର ପିଲାମାନେ, ଲକ୍ଷ୍ୟ କର ଏଠି ଘଣ୍ଟାର ମିନିଟ୍ କଣ୍ଟାଟି କେତେ ଘୂର୍ଣ୍ଣନ କରିଛି? 1/12 ଘୂର୍ଣ୍ଣନ କରିଛି। ଲକ୍ଷ୍ୟ କର, ଏବେ କୁହ କେତେ ମିନିଟ୍ ସମୟ ଅତିକ୍ରମ କରିଛି? ଓ 5 ମିନିଟ୍, ନୁହଁ କି? ଭେରି ଗୁଡ୍। ବର୍ତ୍ତମାନ ଚିତ୍ର ନମ୍ବର ଖ କୁ ଯିବା। ଲକ୍ଷ୍ୟ କର ପିଲାମାନେ, ଘଣ୍ଟାର ମିନିଟ୍ କଣ୍ଟାଟି ଗୋଟେ ପୂର୍ଣ୍ଣ ଘୂର୍ଣ୍ଣନ କରିଛି। ବୁଝିପାରୁଛ ନାଇଁ? ହଁ, ଅର୍ଥାତ୍ 12 ପାଖରୁ ଯାଇକି 12 ପାଖରେ ପହଞ୍ଚିଛି। କେତେ ସମୟ ଅତିକ୍ରମ କରିଛି? ଆଚ୍ଛା, 60 ମିନିଟ୍, ନୁହଁ କି? ବା ଆମେ ତାକୁ 1 ଘଣ୍ଟା ବୋଲି କହିଥାଉ। ଭେରି ଗୁଡ୍। ଚିତ୍ର ନମ୍ବର ଗ କୁ ଦେଖ ପିଲାମାନେ, ମିନିଟ୍ କଣ୍ଟାଟି ପୁଣି 2 ପାଖରେ ଅଛି। କେତେ ସମୟ ଅତିକ୍ରମ କରିଛି? କିଏ କହିପାରିବ? 2/12 ଘୂର୍ଣ୍ଣନ କରିଛି ଏବଂ 10 ମିନିଟ୍ ସମୟ ଅତିକ୍ରମ କରିଛି, ନୁହଁ କି? ଭେରି ଗୁଡ୍। ଚିତ୍ର ନମ୍ବର ଘ କୁ ଯିବା। ଦେଖ ପିଲାମାନେ, ମିନିଟ୍ କଣ୍ଟାଟି କୋଉଠି ଅଛି? 4 ପାଖରେ ଅଛି, ଅର୍ଥାତ୍ 4/12 ଘୂର୍ଣ୍ଣନ କରିଛି। ଏବେ କୁହ କେତେ ସମୟ ଅତିକ୍ରମ କରିଛି? କେତେ ମିନିଟ୍? କିଏ କହିପାରିବ? ଓ 20 ମିନିଟ୍, ନୁହଁ କି? ଭେରି ଗୁଡ୍। ନିମ୍ନରେ ଦିଆଯାଇଥିବା କୋଣ ଗୁଡ଼ିକ କେତେ ଭାଗ ଘୂର୍ଣ୍ଣନ କରିଛି ତମାନେ କୁହ। ଦେଖ ପିଲାମାନେ, ଭଲ ଲକ୍ଷ୍ୟ କର। ଚିତ୍ରଟିର ଦେଖ, ଯେଉଁ ଅଂଶ ଗୁଡ଼ିକ ରଙ୍ଗ ଦିଆଯାଇଛି ସେଟା କେତେ ଘୂର୍ଣ୍ଣନ କରିଛି? ଓ ଅର୍ଦ୍ଧ ଘୂର୍ଣ୍ଣନ। ଭେରି ଗୁଡ୍। ବା ତାକୁ ଆମେ କହିବା 1/2 ଘୂର୍ଣ୍ଣନ। ଆଚ୍ଛା, ଏବେ ଦେଖ ପିଲାମାନେ, କେତେ ଘୂର୍ଣ୍ଣନ କରିଛି? ଚିତ୍ର ଦେଖ, ଯେଉଁ ରଙ୍ଗ ଦିଆଯାଇଥିବା ଅଂଶ ଗୁଡ଼ିକୁ ଦେଖ ଭଲ ଭାବରେ। କେତେ ଘୂର୍ଣ୍ଣନ କରିଛି? ଓ ଇଏ ବି ଅର୍ଦ୍ଧ ଘୂର୍ଣ୍ଣନ। ଆଉ କଣ କହିପାରିବା? 2/4 ଘୂର୍ଣ୍ଣନ। ଭେରି ଗୁଡ୍। ଏବେ ଲକ୍ଷ୍ୟ କର ପିଲାମାନେ, ଯେଉଁ ଅଂଶ ଗୁଡ଼ିକ ରଙ୍ଗ ଦିଆଯାଇଛି କେତେ ଘୂର୍ଣ୍ଣନ କରିଛି? ଭଲ ଦେଖ। ହଁ, ଭେରି ଗୁଡ୍। 4/6 ଘୂର୍ଣ୍ଣନ କରିଛି। ଚିତ୍ର ନମ୍ବର 4 କୁ ଦେଖ ପିଲାମାନେ, ଭଲ ଲକ୍ଷ୍ୟ କର। ଯେଉଁ ଅଂଶ ଗୁଡ଼ିକ ରଙ୍ଗ ଦିଆଯାଇଛି କେତେ ଘୂର୍ଣ୍ଣନ କରିଛି? କିଏ କହିପାରିବ? ଓ ଭେରି ଗୁଡ୍। 3/8 ଘୂର୍ଣ୍ଣନ କରିଛି। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।